ଥରେ ଘରେ କେହି ନଥିବା ସମୟରେ ମୋ ଦିଅର ସେ କିପରି ମୋତେ ଗେହିଁଥିଲେ ଏବଂ ଘଣ୍ଟା ଘଣ୍ଟା ଧରି ମୋ ସହିତ ଗେହିଁ ମୋର ବିହାକୁ ପୁରା ଦରଜ କରିଦେଇଥିଲେ, ସେହି ବିଷୟରେ ମୁଁ ଆଜି ଆପଣମାନଙ୍କୁ ଏହି ଭିଡ଼ିଓରେ କହୁଛି। ଆପଣମାନେ ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ନମସ୍କାର, ମୋ ନାମ ହେଉଛି ରୋଜି। ଆପଣମାନେ ଦେଖୁଛନ୍ତି ଆପଣଙ୍କର ପ୍ରିୟ ଚ୍ୟାନେଲ ପ୍ରିୟା ଟ୍ୟୁବ୍ ଚ୍ୟାନେଲ। ଏହି ଚ୍ୟାନେଲରେ ଆପଣମାନେ ଏହି ପ୍ରକାର ହଲ୍ ଗେହାଗି ଭିଡ଼ିଓ ସବୁ ପାଇବେ। ଯଦି ଚ୍ୟାନେଲକୁ ଆଜି ପର୍ଯ୍ୟନ୍ତ ସବସ୍କ୍ରାଇବ୍ କରିନଥିବେ ତେବେ ଦୟାକରି ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ ଏବଂ ପାଖରେ ଥିବା ବେଲ୍ ଆଇକନକୁ ନିଶ୍ଚିତ ଭାବରେ ଚିପିବେ, ଯାହାଫଳରେ ଆମ ଚ୍ୟାନେଲରେ ଛଡ଼ାଯାଉଥିବା ଭିଡ଼ିଓର ନୋଟିଫିକେସନ୍ ସର୍ବପ୍ରଥମେ ଆପଣଙ୍କ ପାଖକୁ ଯିବ। ତ ଆସନ୍ତୁ, ସମୟକୁ ନଷ୍ଟ ନକରି କିପରି ଘରେ କେହି ନଥିବା ସମୟରେ ମୋ ଦିଅର ମୋତେ ଜବରଦସ୍ତି ଗେହିଁଥିଲେ ଏବଂ 2 ଘଣ୍ଟା ଧରି ଗେହିଁ ମୋ ବିହାକୁ ପୁରା ଦରଜ କରିଦେଇଥିଲେ, ସେହି ବିଷୟରେ ମୁଁ ଆପଣମାନଙ୍କୁ କହୁଛି। ସେଦିନ କଥା, ଯେଉଁଦିନ କଥା ମୁଁ ଆପଣମାନଙ୍କୁ କହୁଛି, ସେଦିନ ଘରେ କେହି ନଥିଲେ। ମୋ ସ୍ୱାମୀ ବାହାରେ ଚାକିରି କରନ୍ତି। ମୋ ଦିଅର ଏବଂ ମୋ ଶାଶୁ ଶ୍ୱଶୁର ଏତିକି ଲୋକଙ୍କୁ ନେଇ ଆମ ପରିବାର। ତେଣୁ ସ୍ୱାମୀ ରହିଲେ ବାହାରେ, ତ ଆମେ ଘରେ ରହିଥାଉ। କିନ୍ତୁ ଯେଉଁଦିନର ଘଟଣା କଥା କହୁଛି, ସେଇଦିନ ମୋ ଶ୍ୱଶୁରଙ୍କ ଶ୍ୱଶୁର ଘରେ ଗୋଟିଏ ଅନୁଷ୍ଠାନ ହେଉଥିଲା ଏବଂ ମୋର ଶାଶୁ ଏବଂ ଶ୍ୱଶୁର ଏମାନେ ସେହି ଅନୁଷ୍ଠାନକୁ ଯାଇଥିଲେ ଏବଂ ରାତ୍ରିରେ ଘରକୁ ଫେରିଲେ ନାହିଁ। ତ ସେଦିନ ରାତିରେ ଆମେ ରହିଗଲୁ ଦିଅର ଏବଂ ଭାଉଜ। ତେଣୁ ସେଇ ଯେଉଁ ରାତିର କଥା ମୁଁ ଆପଣମାନଙ୍କୁ କହୁଛି, ତ ସେ ରାତିରେ କ'ଣ ହେଲା ନା, ମୋ ଦିଅର ପାଖାପାଖି ରାତି 10 ହେବ, ସେ ଘରକୁ ଫେରିଲେ ଏବଂ ଯେତେବେଳେ ମୁଁ ତାଙ୍କୁ ଦେଖିଲି, ସେ ଯେତେବେଳେ ଘରକୁ ଆସିଲେ, ସେ ପୁରା ନିଶାରେ ଟଳମଳ ହେଉଥିଲେ। ଦିଅରର ସେମିତି ନିଶା ଖାଇବା ଅଭ୍ୟାସ ନଥିଲା। ସେଦିନ କାହିଁକି କେଜାଣି କେମିତି ସାଙ୍ଗମାନଙ୍କ ସହିତ ମିଶି ସେ ନିଶା ଖାଇ ଦେଇଥିଲେ ଏବଂ ନିଜ ଆୟତ୍ତ ଭିତରେ ନଥିଲେ। ମୁଁ ତାଙ୍କୁ ନେଇ ତାଙ୍କ ବେଡ଼ରୁମ୍ରେ ଛାଡ଼ିଲି ଏବଂ ତାଙ୍କର ପୋଷାକ ପତ୍ର ପାଲଟିବା ପାଇଁ କହିଲି। ସେ ପୋଷାକ ମଧ୍ୟ ବହୁତ କଷ୍ଟରେ ପାଲଟିଲେ। ତାପରେ ମୁଁ ତାଙ୍କୁ କହିଲି, ତମେ ଖାଇନିଅ, ଖାଇ ନେଇକି ଶୋଇଯିବ। ତାପରେ ସେ କହିଲେ, ନା ମୁଁ କିଛି ଖାଇବି ନାହିଁ, ତମେ ଖାଇସାରିଛ? ମୁଁ କହିଲି ହଁ। ସେ କହିଲେ, ହଉ ଗୋଟେ କାମ କର, ମୋ ମୁଣ୍ଡଟା ବହୁତ ବିନ୍ଧୁଛି, ତମେ ଟିକେ ମୋ ମୁଣ୍ଡଟାକୁ ଚିପି ଦିଅ। ମୁଁ ତାପରେ କ'ଣ କଲି ନା, ତାଙ୍କୁ ବିଛଣାରେ ଶୁଆଇ ଦେଇ ତାଙ୍କର ମୁଣ୍ଡଟିକୁ ଚିପିବାକୁ ଲାଗିଲି। କିଛି ସମୟ ତାଙ୍କ ମୁଣ୍ଡକୁ ମୁଁ ଚିପିଛି, ହଠାତ୍ ସେ କ'ଣ କଲେ ନା, ମୋ 2 ହାତକୁ ଧରି ସେ ଟପ୍ କିନା ତାଙ୍କ ଉପରକୁ ଟାଣି ନେଲେ। ମୁଁ କହିଲି, ଆରେ କ'ଣ ହେଉଛି, ତମେ ଏମିତି କାହିଁକି ହେଉଛ? ସେ କହିଲେ, ଭାଉଜ, ଆଜି ମୁଁ ତୁମକୁ ଗେହିଁବି, ତମେ ମୋତେ ଆଜି ଗେହିଁବାକୁ ଦିଅ। ମୁଁ କହିଲି, ଆରେ ଏଗୁଡ଼ା ବାଜେ କଥା, ତମେ ଏମିତି କେମିତି କହିପାରୁଛ? କାରଣ ମୁଁ ହେଉଛି ତମର ଭାଉଜ, ତେଣୁ ତମେ ଏମିତି କେମିତି ମୋତେ କହୁଛ? ସେ କହିଲେ, ମୁଁ କିଛି ବୁଝୁନାହିଁ, ମୋତେ ଆଜି ପ୍ରବଳ ମାତ୍ରାରେ ଗେହିଁବାକୁ ଇଚ୍ଛା ହେଉଛି, ତେଣୁ ତୁମେ ମୋତେ ଆଜି ଗେହିଁବାକୁ ଦିଅ। ଏଇ କଥା କହି ସେ କ'ଣ କଲା ନା, ମୋତେ କୁଣ୍ଢେଇ ଧରିଲା। ମୁଁ ଯେତେ ବି ତା ପାଖରୁ ତାକୁ ଛଡ଼େଇବାକୁ ଚେଷ୍ଟା କରୁଥିଲି, କିନ୍ତୁ ତା ଶକ୍ତି ଆଗରେ ମୋ ଶକ୍ତି କୌଣସି କାମ କଲା ନାହିଁ। ତାପରେ ସେ କ'ଣ କଲା ନା, ମୋତେ ଜବରଦସ୍ତି କୁଣ୍ଢେଇ ଧରିଲା। କିଛି ସମୟ ସେଇ ଟଣା ଅଟରା ଭିତରେ ମୁଁ ଆଉ ତା ପାଖରେ ହାର ମାନିଗଲି। ତାର ଶକ୍ତି ଆଗରେ ମୁଁ ହାର ମାନିଗଲି। ସେ ତାପରେ କ'ଣ କଲା ନା, ସିଧା ମୋ ଦୁଧରେ ମୁହଁ ମାରି ମୋ ଦୁଧକୁ କାମୁଡ଼ିବାକୁ ଲାଗିଲା ଏବଂ ସେଇ ଦୁଧକୁ କାମୁଡ଼ୁଥିବା ସମୟରେ ସେ ମୋର ବିହାରେ ମଧ୍ୟ ହାତ ବୁଲାଉଥିଲା। ଗୋଟିଏ ହାତରେ ବିହାରେ ହାତ ବୁଲାଇବା ଏବଂ ଆଉ ଗୋଟିଏ ହାତରେ ଦୁଧକୁ ଚିପୁଡ଼ିବା ଏବଂ ଦୁଧରେ ମୁହଁ ମାରିବା,
ଏସବୁ କିଛି ସମୟ କରିସାରିଲା ପରେ ମୁଁ ବି ଗିଆଁ ଖାଇବାକୁ ଆଉ ଇଚ୍ଛା ଆସିଗଲା। କାରଣ ମୋ ସ୍ୱାମୀ ପାଖାପାଖି 2 ମାସ ହେବ ଘରେ ନଥିଲେ। ତେଣୁ 2 ମାସ ଧରି ମୁଁ ମଧ୍ୟ ଗିଆଁ ଖାଇ ନାହିଁ। ତାପରେ ତାଙ୍କର ସେଇ ଟାଣୁଆ ହାତ ଏବଂ ଟାଣୁଆ ଛାତି ସେସବୁ ସ୍ପର୍ଶ ପାଇସାରିଲା ପରେ ମୁଁ ବି ଆଉ ନିଜକୁ ତାଙ୍କ ପାଖରେ ସମର୍ପଣ କରିଦେଲି। ଆଉ ବେଶୀ ବିରୋଧ କଲି ନାହିଁ। ସେ କ'ଣ କଲା ନା ମୋତେ ପୁରା ଉଲ୍ଲଗ୍ନ କରିଦେଲା। ମୁଁ ପିନ୍ଧିଥିବା ପୋଷାକକୁ ସବୁ ଖୋଲି କାଢ଼ିଦେଲା ଏବଂ ମୋ ବିଆରେ ମୁହଁ ମାରିଲା। ମୋ ବିଆକୁ ନିର୍ଦ୍ଦମ ଭାବରେ ଚାଟିଲା। ପାଖାପାଖି 15ରୁ 20 ମିନିଟ୍ ପର୍ଯ୍ୟନ୍ତ ସେ ଖାଲି ମୋ ବିଆକୁ ଚାଟିଲା। ମୋ ଦୁଧରେ ମୁହଁ ମାରି ମୋ ଦୁଧକୁ ଚୁପୁଡ଼ିବାକୁ ଲାଗିଲା। ଏସବୁ ସେ ଯେତେବେଳେ କରୁଥିଲା ମୁଁ ଆଉ ନିଜକୁ ଆୟତ୍ତ କରିପାରୁନଥିଲି। ତାପରେ ସେ କ'ଣ କଲା ନା ମୋ ମୁଣ୍ଡକୁ ଧରି ଟାଣି ନେଲା ତା'ର ବାଣ୍ଡ ଉପରକୁ ଏବଂ ମୋ ପାଟିରେ ତା ବାଣ୍ଡକୁ ପଶେଇ ଦେଲା। ସେ ଯେତେବେଳେ ତା'ର ସେଇ ଲମ୍ବା ବାଣ୍ଡକୁ ମୁଁ ପାଟିରେ ନେଲି ମୋ ଦେହ ପୁରା ଶିହରଣ ଖେଳିଗଲା। ମୁଁ ଆଉ ବିରୋଧ କରିବି କ'ଣ? ମୁଁ ତା ବାଣ୍ଡ ସହିତ ଖେଳିବାକୁ ଆରମ୍ଭ କରିଦେଲି। ମୁଁ ବି କ'ଣ କଲି ନା ତା ବାଣ୍ଡକୁ ପାଟିରେ ନେଇ ନିର୍ଦ୍ଦମ ଭାବରେ ଖାଲି ଆଇସ୍କ୍ରିମ୍ ଖାଇଲା ଭଳିଆ ଚାଟି ଚାଲିଲି। ବେଶ କିଛି ସମୟ ଚାଟି ସାରିଲା ପରେ ସେ କ'ଣ କଲା ନା ମୋତେ ପେଟେଇ ଶୁଆଇ ଦେଲା ଏବଂ ପଛପଟରୁ ତା'ର ବାଣ୍ଡକୁ ମୋ ବିଆ ଭିତରେ ପଶେଇଲା। 10ରୁ 15 ମିନିଟ୍ ପର୍ଯ୍ୟନ୍ତ ସେ ସେମିତି ପଛପଟରୁ ମୋତେ ନେଇ ଚାଲିଲା। ମୋତେ ସେତେବେଳକୁ ବହୁତ ମଜା ଲାଗୁଥିଲା। ତାପରେ ସେ କ'ଣ କଲା ନା ମୋତେ ପୁଣି ଛିଡ଼ା କରାଇଦେଲା ଏବଂ ମୋର ଗୋଟିଏ ଗୋଡ଼କୁ ଟିକିଏ ଉପରକୁ ଟେକି ଧରି ପୁଣି ତା ବାଣ୍ଡକୁ ପଶେଇଲା। 5ରୁ 7 ମିନିଟ୍ ପର୍ଯ୍ୟନ୍ତ ସେ କେବଳ ଠିଆ ଠିଆ ମୋତେ ଗେଇଁ ଚାଲିଲା। ଏମିତି ଗେଁ ଗେଁ ହେଉଥିବା ସମୟରେ ମୋ ବିଆରୁ ସବୁ ପାଣି ବାହାରି ଚାଲିଗଲା। କିନ୍ତୁ ତା ବାଣ୍ଡରୁ କୌଣସି ପାଣି ବାହାରି ନଥିଲା। ତେଣୁ ସେ ମୋତେ ଛାଡ଼ୁନଥିଲା, କେବଳ ଗେହିଁ ଚାଲିଥିଲା। ମୁଁ ଯେତେବେଳେ ଜାଣିଲି ଯେ ଟୋକାର ବାଣ୍ଡରୁ ପାଣି ବାହାରି ନାହିଁ, ତେଣୁ ମୁଁ ତାପରେ କ'ଣ କଲି, ତାକୁ ତଳେ ଶୁଆଇଦେଲି ଏବଂ ତା ବାଣ୍ଡକୁ ପୁଣି ପାଟିରେ ନେଇ ଚାଟିବାକୁ ଲାଗିଲି। ପାଖାପାଖି 5ରୁ 7 ମିନିଟ୍ ପର୍ଯ୍ୟନ୍ତ ମୁଁ ଚାଟିଲି ପୁଣି। ତାପରେ ତା ବାଣ୍ଡରୁ ସବୁ ରସ ବାହାରିଗଲା। ଆମେ ସେଦିନ ପାଖାପାଖି 1.5 ଘଣ୍ଟା ପର୍ଯ୍ୟନ୍ତ ଏମିତି ଗିଆଁ ଗିଁ ହେଇଥିଲୁ। ତାପରେ ଆମେ କ'ଣ କଲୁ ନା ଦୁହେଁ ଦୁହିଁକୁ କୁଣ୍ଢାଇ କିଛି ସମୟ ଶୋଇପଡ଼ିଲୁ। ପୁଣି ରାତି 2ଟା ବେଳକୁ ଟୋକାର ନିଦ ଭାଙ୍ଗିଗଲା। ସେ ପୁଣି ମୋତେ ଗେହିବାକୁ ଲାଗିଲା ଏବଂ ରାତି 3ଟା ସାଢ଼େ 3ଟା ପର୍ଯ୍ୟନ୍ତ ଆମେ ସେଦିନ ଗିଆଁ ଗିଁ ହେଇଥିଲୁ। ଗୋଟିଏ ରାତିରେ ମୋ ଦିଅର ମୋତେ ସେଦିନ 2 ଥର ଗେହିଁଥିଲେ। ସେଦିନର ଗିଆଁ କଥା ମୋର ଆଜି ବି ମନେ ଅଛି। ସେସବୁ କଥା ମୁଁ ଆପଣମାନଙ୍କୁ ଆଜି କହିଲି। ଯଦି ଭିଡ଼ିଓଟି ଆପଣମାନଙ୍କୁ ଭଲ ଲାଗିଥାଏ ତେବେ ଭିଡ଼ିଓଟିକୁ ଲାଇକ୍ ଏବଂ ସେୟାର କରିବେ। ରହୁଛି, ପୁନର୍ବାର ଦେଖା ହେବ ଅନ୍ୟ ଏକ ଭିଡ଼ିଓରେ। ନମସ୍କାର।